ଆମେ ଯେମିତି ଜାଣିଥିବେ ଆମେ ପ୍ରଥମେ କନଷ୍ଟ୍ରକ୍ସନ୍ ଥିଲୁ ଦେନ୍ ତାପରେ ରିଅଲ୍ ଏଷ୍ଟେଟ୍ କରୁଛୁ। କଟକରେ ଆମର 3ଟି ପ୍ରୋଜେକ୍ଟ ଚାଲିଛି। ଅଟୋମୋବାଇଲରେ ମଧ୍ୟ ଅଛି ଟାଟା ଆମର ଗୋଟେ ପ୍ରୋଜେକ୍ଟ ଚାଲିଛି ତ୍ରିଶୁଳିଆରେ ରିଭରସାଇଡ୍ ଟାଉନସିପ୍ ନାମରେ। ସେ ପ୍ରୋଜେକ୍ଟଟି ପ୍ରାୟ 12 ଏକର ଜମିରେ ହେଉଛି। ତା ଉପରେ 8 ଏକର ଆମେ ରେସିଡେନ୍ସିଆଲ ପାଇଁ ରଖିଛୁ। ବାଲାନ୍ସ 4 ଏକରରେ ଆମେ କମର୍ସିଆଲ ହସ୍ପିଟାଲଟି କରୁଛୁ। 2 ଏକର ଜାଗା ଆମେ ହସ୍ପିଟାଲ ପାଇଁ ଦେଇଛୁ। ସେଇ 2 ଏକର ଜାଗାରେ ପ୍ରାୟ 3.5 ଲକ୍ଷ ସ୍କୋୟାର ଫିଟ୍ ରହିବ, ଯୋଉଟାକି ଆଜି ଆମେ ଏଭଳି ସାଇଟ୍କୁ ପଠେଇଛୁ 300 ବେଡ୍ ମଲ୍ଟିପର୍ପସ୍ ଗୋଟେ ନୂଆ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ନିଶ୍ଚିତ ଯେମିତିକି ଆପଣ ଜାଣିଛନ୍ତି ଗ୍ଲୋବାଲି ୱେଲ୍ ରେକଗ୍ନାଇଜ୍ଡ ହସ୍ପିଟାଲ। ତ ସେମାନଙ୍କର ମେଜର ଫୋକସ୍ ବେଡିଂ ଉପରେ ଥାଏ ରାଦର ଦେନ୍ କ୍ୟୁର। ସେଟା ସେଇ ଫ୍ୟାକ୍ଟରଟା ଆମେ ବି ଏଠି ବେନିଫିଟ୍ ପାଇବା। ହୋପଫୁଲ୍ କି ବହୁତ ଜଲ୍ଦି ଏଇଟା ହେବ ଏବଂ ଓଡ଼ିଶାର ଲୋକମାନେ ସେ ବେନିଫିଟ୍ ପାଇବେ। ଆଜି ଆପଣଙ୍କୁ ଖୁସି ଖବର ଦେଉଛି ତ୍ରିଶୁଳିଆ କଟକରେ ଡିଅନ୍ ଗ୍ରୁପ୍ ଅଫ୍ ଅଫିସ୍ ଯୁଗବନ୍ଧିରେ 300 ବେଡ୍ ହସ୍ପିଟାଲ ସବୁ ସ୍ପେଶାଲିଟି ରହିବ ଆଉ ଇନକ୍ଲୁଡିଂ କ୍ୟାନ୍ସର। ସେଥିପାଇଁ ଆମେ 2ଟା ବଙ୍କର ପ୍ଲାନ୍ କରୁଛୁ। 2ଟା ବିଭାଗ ଲାଗିବ ମେଡ଼ିସିନ୍ ଦିଅନ୍ତି, ଓଟି ରହିବ, ଆଇସିୟୁ ରହିବ, ଟ୍ରାନ୍ସପ୍ଲାଣ୍ଟ ଆଇସିୟୁ ରହିବ, ଟ୍ରାନ୍ସପ୍ଲାଣ୍ଟ ବି ପ୍ଲାନ୍ ଅଛି। ଆଉ ଗୋଟେ ଆପଣଙ୍କୁ ଖୁସି ଖବର ଦେଉଛି କି ଓଡ଼ିଶାରେ ସିକଲ୍ ସେଲ୍ ଆନିମିଆ ବହୁତ ସ୍ପେଶାଲି ୱେଷ୍ଟର୍ଣ୍ଣ ଓଡ଼ିଶା ଇଏରେ ଛତିଶଗଡ଼ ଏରିଆରେ ଯେମିତି ଆମ ଭୁବନେଶ୍ୱରରେ ଆମେ ଦିଲ୍ଲୀରେ ଆମେ ମୁମ୍ବାଇରେ ଆମେ ସିକଲ୍ ସେଲ୍ ଆନିମିଆ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ କରୁ। ସିକଲ୍ ସେଲ୍ ଆନିମିଆର ଗୋଟେ ଟ୍ରିଟମେଣ୍ଟ ହେଲା ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ। ସେଇଟା ତାହା ବି ପ୍ରୋଗ୍ରାମ କରୁଛୁ। ଆଉ ଗୋଟେ ଜିନିଷ କହୁଛି ଆପଣଙ୍କୁ କି ହେଲ୍ଥ କେୟାରରେ ଲୋକ ହଅନ୍ତି ଖାଲି ଚିକିତ୍ସା ସୁସ୍ଥ ରଖିବା ସେଇଟା ଗୋଟେ ମନକୁ ଆସିବା କଥା। ଆମେ କହୁଛୁ ଡେମୋଗ୍ରାଫିକ୍ ଡିଭିଡେଣ୍ଡ ଗୋଟେ ଆଜିକାଲି ଗୋଟେ ବଜୱାର୍ଡ ହେଇଯାଇଛି। ଆମର ୟଙ୍ଗ ପପୁଲେସନକୁ ଡେମୋଗ୍ରାଫିକ୍ ଡିଭିଡେଣ୍ଡ ଆମର ଇକୋନୋମିକ୍ ୱାର୍କ ଫୋର୍ସ ହେବ। ଆମେ ଯେଉଁ ବିକଶିତ ଭାରତ କହୁଛୁ ତାକୁ ସୁସ୍ଥ ରଖିବାକୁ ପଡ଼ିବ। ସେଥିପାଇଁ ଆମେ ଗୋଟେ ପ୍ରିଭେଣ୍ଟିଭ୍ ହେଲ୍ଥ ଚେକଅପ୍ର ଗୋଟେ ବହୁତ ଭଲ ଆୟୋଜନ କରୁ। ଗୋଟେ ଅଲଗା ଜାଗା ରହିବ ପ୍ରିଭେଣ୍ଟିଭ୍ ଚେକଅପ୍। ତ ଏହାର ଆଡଭାଣ୍ଟେଜ୍ କ'ଣ? ଆଡଭାଣ୍ଟେଜ୍ ହେଲା ଆପଣ ଯଦି କୁହନ୍ତି ଷ୍ଟିଚିଙ୍ଗ୍ ଟାଇମ୍ ସେଭ୍ ଟାଇମ୍, ପ୍ରିଭେନ୍ସନ୍ ଇଜ୍ ବେଟର୍ ଦେନ୍ କ୍ୟୁର୍। ତ ସେଥିପାଇଁ ଆମେ ପ୍ରିଭେଣ୍ଟିଭ୍ ହେଲ୍ଥ ଚେକଅପ୍ରେ ଇଏ କରୁଛୁ, ଷ୍ଟ୍ରେସ୍ ଦେଉଛୁ। ସେଥିରେ ରେଗୁଲାରଲି ପେସେଣ୍ଟ ଆସିବେ, ଲୋକ ଆସିବେ, ପବ୍ଲିକ୍ ଆସିବେ, ହେଲ୍ଥ ଚେକଅପ୍ କରିବେ। ତାର ଆଡଭାଣ୍ଟେଜ୍ ହେବ କି ଯେଉଁ ଡିଜିଜ୍ଟା ଆରମ୍ଭ ହେଉଛି ତାକୁ ଆପଣ ସେଇ ଟାଇମ୍ରେ ମୂଳରେ ପକେଟ୍ କରିଦେବେ, ତ ତାର ଆଉଟକମ୍ ଭଲ ହେବ। ସେ ଆଉଟକମ୍ ଭଲ ସୁସ୍ଥ ରହିବେ, ରୋଜଗାର କରୁଛନ୍ତି, କାମ କରୁଛନ୍ତି, ସେଟା କଣ୍ଟିନ୍ୟୁ କରିବେ। ଏହା ଛଡ଼ା ଆମେ ଗୋଟେ ନର୍ସିଂ କଲେଜ ପାଇଁ ବି ଆମେ ଇଏ କରୁଛୁ ପାଖରେ, ସୋ ଦ୍ୟାଟ୍ ନର୍ସିଂ କଲେଜ ହେଲେ କ'ଣ ହେବ ବେଶୀ ଭାବରେ ସ୍ତ୍ରୀ ଲୋକ ଯାଆନ୍ତି ନର୍ସିଂ ପାଇଁ, ସେମାନେ ଏଠି ପଢ଼ିକି ନର୍ସିଂ କରିବେ। ତ ଏମ୍ପ୍ଲୟମେଣ୍ଟ ବଢ଼ିବ ଆମର ମହିଳାଙ୍କର। ଆଉ ଗୋଟେ ହେଲ୍ଥ କେୟାର ଖାଲି ଚିକିତ୍ସା ବି ଏମ୍ପ୍ଲୟମେଣ୍ଟ ଜେନେରେଟର। ଆପଣ ଦେଖିବେ ହେଲ୍ଥ କେୟାରରେ 50% ଅଧିକା ଫିମେଲ ୱାର୍କ ଫୋର୍ସ କୌଣସି ଅସୁବିଧା ତାର ଆଡଭାଣ୍ଟେଜ୍ ସ୍ତ୍ରୀ ଲୋକ ଯେ ପଇସା ଦିଅନ୍ତି ଘରେ ସେଇଟା ପିଲାଙ୍କ ଖାଇବା ପଢ଼ା ସୁସ୍ଥ ରଖିବା ସେଥିରେ ଇଏ କରନ୍ତି। ସୋସାଇଟିର ପ୍ରିଭେଣ୍ଟ ହୁଏ। ତ ହେଲ୍ଥ କେୟାରର ସେଇ ଆଡଭାଣ୍ଟେଜ୍ ରହୁଛି। ପ୍ଲସ୍ ଆଉଟସାଇଡ୍ ଦ ହସ୍ପିଟାଲ ଲୋକ ଆଡଭାଣ୍ଟେଜ୍ ପାଆନ୍ତି ହେଲ୍ଥ କେୟାର ସପୋର୍ଟ